ବର୍ତ୍ତମାନ ଆମେ ଦେଖିବା 2025 ମସିହାରେ ତୁଳା ରାଶିର ଭାଇ ଭଉଣୀମାନଙ୍କର କିପରି କଟୁଛି। ସେମାନେ ବହୁତ ତୁଳା ରାଶି ସେ କଥାକୁ ସେ ତୁଳିକିରି କଥା କହନ୍ତି, ତାଙ୍କ ହିସାବ ଟିକେ ଅଲଗା ରହିବ ସମାଜରେ। ତେଣୁ ସେମାନଙ୍କର ମନ ଉତ୍ସାହ ହେବନି ଯେ ପଶ୍ଚିମ ମାସଟା ଆମର କିଭଳି କଟିବ। ତେଣୁକରି ଏଇଟା ଆମେ ଏଇଠି ଆଲୋଚନା କରିବା। ଆଗ ଦେଖିବା ନୂଆବର୍ଷର ତୁଳା ରାଶିର ଗ୍ରହସ୍ଥିତି। ତୁଳା ରାଶିର ନୂଆବର୍ଷ ଗ୍ରହସ୍ଥିତି ଅଷ୍ଟମରେ ବୃହସ୍ପତି ବୃଷ ଘରେ, ଦଶମରେ ମଙ୍ଗଳ କର୍କଟ ଘରେ, ବୃହସ୍ପତି ରହିଲେ ଏ ବର୍ତ୍ତମାନ କେତୁ ରହିଲେ ଦ୍ୱାଦଶରେ କନ୍ୟାରେ, ତାପରେ ବୁଧ ରହିଲେ ବର୍ତ୍ତମାନକୁ ବିଛାରେ, ରବି ରହିଲେ ବର୍ତ୍ତମାନ ଧନୁରେ, ଚନ୍ଦ୍ର ରହିଲେ ମକରରେ, ଶନି ଶୁକ୍ର ରହିଲେ ପଞ୍ଚମରେ କୁମ୍ଭରେ, ଷଷ୍ଠରେ ରାହୁ ରହିଲେ ମୀନରେ। ବର୍ତ୍ତମାନ ସ୍ଥିତି ଜାତକରେ ଏଇଆ ଅଛି। ଯେତେବେଳେ ମେ ମାସ ହେଇଯିବ ବୃହସ୍ପତି ଆପଣଙ୍କର ଆସିବେ ନବମକୁ, ଏ ନବମ ସ୍ଥାନକୁ ଆସିବେ। ଯେତେବେଳେ ଆସିବେ ଫଳ ବହୁତ ଉତ୍ତମ ଆସୁଛି, ଆଗକୁ କିଛି ଅସୁବିଧା ନାହିଁ। ତାପରେ ରାହୁ ଯିବେ କୁମ୍ଭକୁ, କେତୁ ଆସିବେ ବର୍ତ୍ତମାନ ସିଂହକୁ। ଯେତେବେଳେ କେତୁ ସିଂହକୁ ଆସିବେ ଆପଣଙ୍କର 25 ମସିହାଟା କିଛି ଗୁପ୍ତ ଧନ ପ୍ରାପ୍ତି ଯୋଗ ରହିଛି, ବା କେଉଁଠି ଧନ ପଡ଼ିକି ରହିଛି କିଏ ଦେଉନାହାନ୍ତି, ଏଇଟା ନିଶ୍ଚୟ ହେବ। ତାପରେ ଦେଖିବା ପଞ୍ଚମରେ ଶନି ଶୁକ୍ର ରହିଲେ, ଶନି ଯିବେ 30 ମାର୍ଚ୍ଚ ପରେ ଶନି ଯିବେ ବର୍ତ୍ତମାନ ମୀନକୁ, ଶନି ମୀନକୁ ଯିବେ। ଏବଂ ଏଇ ଯେଉଁ ସ୍ଥିତି ରହିଲା ଗ୍ରହର ଫଳକୁ ଦେଖିବା ଯେ 2024 ମସିହାରେ ବହୁତ ଖରାପ ଥିଲା, କାହିଁକିନା ଅଷ୍ଟମ ବୃହସ୍ପତି, ଅଷ୍ଟମେ ଚ କୁରୁ ରାଜା। ମହାଭାରତରେ ଦୁର୍ଯ୍ୟୋଧନ ଯେଉଁ ଅବସ୍ଥା ହେଇଥିଲା ଅଷ୍ଟମ ବୃହସ୍ପତି ସେଇ ଅବସ୍ଥା। କିନ୍ତୁ ୟାର ଉଦାହରଣ କ'ଣ ନା, ଯଦି ପ୍ରକୃତରେ ଆପଣଙ୍କ ତୁଳା ରାଶି ହେଇଥିବ, ପ୍ରକୃତରେ ଜାତକରେ ଅଷ୍ଟମ ବୃହସ୍ପତି ଥିବ, ଯେଉଁ ରହୁଥିବ। କିନ୍ତୁ ଏଇଟା ହେଉଛି ଗୋଚର ଫଳ। ଯାହାହେଲେ ବି କିଛି କ୍ଷୟକ୍ଷତି ହେଇଛି। 2024 ମସିହାରେ ବହୁତ ଖରାପ ଥିଲା। ଦେହ ପୀଡ଼ା, ଅପରେସନ୍ ଯୋଗ, ତାପରେ କଟା ଶରୀରରେ କଟା ସିଲେଇ, ଆକ୍ସିଡେଣ୍ଟ ଭୟ, ଜ୍ୱର, ପଥୁରୀ ଷ୍ଟୋନ୍ ଫୋନ୍ ରୋଗ, ତାପରେ ଏସବୁ ଜିନିଷ ସରିଯାଇଛି। ତାପରେ କାହା ସହିତ ଛଳନା, ଗୋଟେ ଆପଣଙ୍କ ସହିତ କିଏ ଛଳନା କରିକିରି କିଛି ନେଇଯିବା, ଇଏ ବି 24 ମସିହାରେ ଘଟିଛି। ଝିଅ ବା ପୁଅ ଏସବୁ ଘଟିଛି। ମୋତେ ଟଙ୍କା ଲକ୍ଷେ ଦେଇଥା, ମୁଁ ତୋତେ ଆର ମାସରେ ଦେବି, ସିଏ ଗଲା ଭୋଗକୁ। ଏମିତିଆ ଛଳନା କିଛି ଆପଣଙ୍କର ନିଶ୍ଚୟ ହେଇଛି, ଏପଟ ସେପଟ ଟିକେ ନାହିଁ। ଅପହରଣ, କୌଣସି ପିଲାକୁ ଅପହରଣ କରିଦେବା, କି କାହାକୁ ଅପହରଣ କରି ନେଇଯିବା, କି ଟଙ୍କା ଅପହରଣ କରିବା, କି ଏସବୁ ଜିନିଷ ବି 24 ମସିହାରେ ଘଟିଛି। ବ୍ୟବସାୟରେ ସାଂଘାତିକ କ୍ଷତି ହେଇଛି, ସାଂଘାତିକ କ୍ଷତି, ତଳୁ ତଳାନ୍ତ, ଆଉ ବ୍ୟବସାୟ କରିବାକୁ ଇଚ୍ଛା ହେବନି, ଏଇଭଳିଆ ଅବସ୍ଥା ହେଇଛି। କିନ୍ତୁ ଏଇ ଯେଉଁ ମାସ ଗୁଡ଼ିକ ରହିଲା ମାର୍ଚ୍ଚ ଡିସେମ୍ବର, ଇଏ ବହୁତ ଟିକେ ସ୍ୱାସ୍ଥ୍ୟ ସମସ୍ୟା ରହିବ। ସେପ୍ଟେମ୍ବର ଏବଂ ନଭେମ୍ବର ଇଏଥିରେ ଭଲ ସ୍ଥିତି ରହିବ। ବର୍ତ୍ତମାନ ଟିକେ ଭଲ ସମୟ ନାହିଁ, 6 ମାସ ପର୍ଯ୍ୟନ୍ତ ଟିକେ ଭଲ ସମୟ ନାହିଁ, ଜଗିକି ଚଳିଗଲେ ଗଲା ଆଉ। ତାପରେ ପିତାମାତାଙ୍କ ସ୍ୱାସ୍ଥ୍ୟ ନେଇକି ଟିକେ ଚିନ୍ତା ରହିପାରନ୍ତି। ପ୍ରତି ଶୁକ୍ରବାର ଦିନ ଧଳା ଗାଈକି ଖାଦ୍ୟ ଦିଅନ୍ତୁ। ତାପରେ ଆମର ମାସକେ ଥରେ ଯଦି ଯାଇପାରିବେ ପୁରୀ ଲକ୍ଷ୍ମୀ, ଆମର ଯେଉଁ ମନ୍ଦିର ଜଗନ୍ନାଥ ମନ୍ଦିର, ଲକ୍ଷ୍ମୀ ମନ୍ଦିର, ଗୋଟେ ଧଳା ପଦ୍ମ ଦେଇକି ଆସିବେ। ମାସ ଶେଷ ଶୁକ୍ରବାର ପ୍ରାୟ ଗୋଟିଏ ବର୍ଷ ଏତକ କରିବେ, ଆପଣଙ୍କର ଆହୁରି ଶୁଭଫଳ ଆଗକୁ ଆସୁଛି। ମୋଟାମୋଟି ଉପରେ 70-75% ଫଳ ଇଏ ରହିଛି। ଯେହେତୁ ବୃହସ୍ପତି ନବମକୁ ଆସିବେ, ଭଲ ଭଲ କାମ ନିଶ୍ଚୟ ହେବ, ଏଥିରେ ଟିକେ ଅସୁବିଧା ନାହିଁ। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ରାଶି।